କରିବି। ଯାଅ ରେ ମୋ ପ୍ରିୟ ପୁତ୍ର, ମାନେ ମୋ ବଚନ, ବାଣିଜ୍ୟକୁ ଯିବୁ ନେଇ ଭଣ୍ଡାରରୁ ଧନ। ବାଣିଜ୍ୟକୁ ଯାଅ ତୁରେ ଭଣ୍ଡାରରୁ ନେଇ ଧନ। ବାଣିଜ୍ୟର ଲାଭ ଦେଖି ଦେବୀ ସିଂହାସନ। ପୁତ୍ର ଶାନ୍ତ, ହଁ ବାପା। ଭଣ୍ଡାରରୁ ଧନ ନେଇ ବାଣିଜ୍ୟକୁ ଯାଅ। ହଁ ବାପା। ବାଣିଜ୍ୟର ସଫଳ କାର୍ଯ୍ୟ ଦେଖି ସିଂହାସନ ଦେବୀ ନହେଲେ ତୁମ ପରି ପୁତ୍ର ହତ୍ୟା କରି କଂସାରୀ ବାପାକୁ ମୁଁ ହତ୍ୟା କରି ଏ ରାଜ୍ୟ ସିଂହାସନ ଜୋର ଜବରଦସ୍ତି ହାସଲ କରିବି। ଆଉ ଏ ମଣିପୁର ରାଜ୍ୟ ସିଂହାସନ କରିବି ଅଧିକାର। କଳେ ବଳେ କୌଶଳେ ରାଜ୍ୟ ସିଂହାସନ କରିବି ଅଧିକାର। ଆରେ ପୁତ୍ର ନା, ରାଜଦଣ୍ଡ ଧାରଣ କରିବା ଏତେ ସହଜ କାର୍ଯ୍ୟ ନୁହେଁ। ମୁଁ ଯେଉଁଦିନ ଜାଣିବି ତୁ ରାଜ୍ୟ ଶାସନ କରିବା ପାଇଁ ଅଭିଜ୍ଞତ ହେଇଗଲୁ, ସେଦିନ ଏ ରାଜମୁକ୍ତ ସ୍ୱଇଚ୍ଛାରେ ପ୍ରଦାନ କରିଦେବି। ହଁ ହଁ ବାପା, ଏ ରାଜମୁକୁଟ ରାଜ୍ୟ ପୋଷାକ ମୋ ସମ୍ମୁଖରେ ଖୋଲି ଦେଇ ତୁମ୍ଭେ ଚାଲିଯାଅ। ଏକ ନିଷ୍ଠୁର ବାକ୍ୟ କହିଲେ ରେ ପୁତ୍ର। ସାମାନ୍ୟ ରାଜ ସିଂହାସନ ଲୋଭରେ ପିତାକୁ ଆଙ୍ଗୁଳି ନିର୍ଦ୍ଦେଶ ଦେଇ ଆଦେଶ ଦେଉଛୁ ଚାଲିଯାଅ ବୋଲି। ନା, ସେ ଚାଲି ଯାଇପାରିବ ନାହିଁ। ଆରେ ସେ ଜଣେ ହତ୍ୟାକାରୀ। ହଁ ମାମା। ଆରେ ଭଣଜା, ତମେ ଜାଣିଛ ଆମ ରାଜ୍ୟରେ ପୁରା କଡ଼ା ଶାସନ ଅଛି। ହଁ ମାମା। ଯିଏ ଛୋଟିଆ ଭୁଲ, ସାମାନ୍ୟ ମାଛଟିଏ ମାରିଲେ ମଧ୍ୟ ତାକୁ ଉପଯୁକ୍ତ ଶାସ୍ତି ମିଳେ। ହଁ ମାମା। ଆଉ ଏମିତି ପୁତ୍ର ହତ୍ୟାକାରୀ ବାପାକୁ ତଡ଼ି ଦଉ ଜମାରୁ ନୁହେଁ। ଏଇ ମହାରାଜାଙ୍କୁ ବାନ୍ଧି ନେଇକି ସେଇ କାଳ କୋଠରୀରେ ଚିରଦିନ ପାଇଁ ବନ୍ଦ କରିବେ। ତୁମେ ଠିକ କଥା କହିଲ ମାମା। ମୁଁ ସତ କହିଲି। ହେ ଭଗବାନ, ମୁଁ ଏ କଣ ତୁମର ଲୀଳା ଦେଖୁଛି ପ୍ରଭୁ। ଏଠି କିଏ କାହାର ନୁହନ୍ତୁ, ମୁଁ କାହାକୁ ଦୋଷ ଦେବି? ମୁଁ ହିଁ ତ ନିଜେ ଭାଙ୍ଗିଦେଲି ନିଜ ସଂସାର। पुत्र सत एक तुम्हार विचित्र लीला प्रभु जगन्नाथ, एक तुम्हार विचित्र लीला।
ମୁଁ ଜଣେ ତ ଖୁନି, ମୁଁ ଜଣେ ତ ଆସାମୀ। ନିଜ ହାତରେ ମୋ ପୁତ୍ରକୁ ମାରି ଦେଇଛି। ଆରେ ସତ କଥା ହେ ଭଗବାନ, ମତେ ଫାଶୀ ହେଇଯାଉ। ମୋ ହାତ ଗୋଡ଼ କାଟି ଦିଆଯାଉ। ମତେ କାରାଦଣ୍ଡରେ ବନ୍ଦୀ କରି ଦିଆଯାଉ। ମାମା, ରାଜା ଦେହରୁ ରାଜ୍ୟ ପୋଷାକ, ରାଜ୍ୟ ମୁକୁଟ ଖୋଲି ତାକୁ କାରାଗାରରେ ବନ୍ଦୀ କରିଦେବା ମାମା। ଆରେ ଭଣଞ୍ଜା, ଆଉ ଏମିତିଆ ଦୋଷୀଟାକୁ ସେମିତି ରାଜମୁକୁଟରେ ନେଇକି ବନ୍ଦୀ କରିଦେଲେ ଶୋଭା ପାଇବନି। ୟାଙ୍କର ସବୁ ରାଜମୁକୁଟ, ରାଜ ପୋଷାକ ଏଇଠି ସବୁ ପରିଧାନ କରି ନା ଉତାରି ଦେଇକି ତାକୁ ଏମିତି ଛାଡ଼ିକି ନେବାକୁ। ହଁ ମାମା, କଣ କହୁଛୁ ରେ ପୁତ୍ର ଅଶାନ୍ତ? ସେ ସତ କହୁଛି। ତମେ ବା ତମ ନିଜ ପୁଅଟାକୁ ମାରି ଦେଇଛ। ଏଇଟା କଣ ତୋର ଶେଷ ନିଷ୍ପତ୍ତି? ହଁ ବାବା, ଏଇଟା ହଉଛି ମୋର ଶେଷ ନିଷ୍ପତ୍ତି। ମାମା, ନିଜେ ବାପା ହିଁ ମୋ ସାନ ଭାଇକୁ ହତ୍ୟା କରିଛନ୍ତି। ତାହାର ପ୍ରାଶ୍ଚିତ ତାଙ୍କୁ ମିଳିବା ଉଚିତ ମାମା। ମୁଁ ଅଛି ହେ ଭଗବାନ, ମାମା, ତୁମେ ବିଳମ୍ବ କର ନାହିଁ। ରାଜାର ରାଜ୍ୟ ପୋଷାକ, ରାଜ ମୁକୁଟ ଅତି ଶୀଘ୍ର ଖୋଲି ଦିଅ ମାମା। ତମ ରାଜମୁକୁଟା ଦିଅ। ତମେ ଭଲରେ ଭଲରେ ଦେଲେ ଭଲ, ଆଉ ଯଦି ଭଲରେ ଭଲରେ ଯଦି ନ ଦେବ, ଆମେ ଜୋର ଜବରଦସ୍ତି ତମଠାରୁ ଛଡ଼େଇ ନେବୁ। ହେ ପ୍ରଭୁ, ମୁଁ କଣ ଦେଖୁଛି? ମତେ ବଞ୍ଚିବାକୁ ହେଲେ ତ ଏ ରାଜମୁକୁଟ ଦେବାକୁ ପଡ଼ିବ। ଆରେ ଭଣଜା, ସେ ଆଉ ସହଜରେ ଦେବେନି। ନହେଲେ ଏମାନେ ମତେ ମାରି ମାରିକି। ହଁ ମାମା, ଜୋର ଜବରଦସ୍ତି ଖୋଲିବାକୁ ପଡ଼ିବ। Utsio! Utsio!